नमो भगवते वासुदेवाय। चतुर्विंशोऽध्याय। श्रीशुकोवाच। शृण राजन् कुरवीर विदर्भजामाघकुमार जे महाराजा कुलजिणी से कन्या घरे थिला पुणी से कन्या विदर्भे बरिला ता गर्भे पुत्र उपुजिला प्रथमे कृशक्रथबेनी तृतीय रोमपाद घेनी बभुजे रोमपादसुत कृति ताहार वीर्यजात उशक ताहार नंदन तातहु चेदी उत्पन्न चेदीर वंशे जन्म होई स्वधर्मे पालिले मही क्रथर पुत्र कुंती नाम वृष्णि जे तार वंशधाम निवृत्ति वृष्णि तहु जात दशार हेला तार सुत बोध जे ताहार संतति तहु जीमूत उत्पत्ति विकृत ताहार नंदन तहु भीमरथ जनम ताहार सुत नवरथ तहु दशरथ संभूत शकुनी ताहार तनये करम्भ पुत्र तार हुए तार तनय देवरात तार महिमा अप्रमित तासुत देवक्षेत्र नाम सुंदर पणे गुणधाम मधु ताहार वंशे जात तातहु कुरुवंश ख्यात कुरुवंशरे अनुसूत ताहार पुत्र पुरुहोत्र ताहार आयु नामे सुत तातहु होइला सात्वत ताहार हेले पुत्र सात शुण कहिबा परीक्षित भजनाम भजी दिव्यक उजनाम भजी दिव्यक वृष्णि दिवा वृद्ध अंधक मोह भोजय सप्त नामे एक अनेक गुणधामे भजमानर पत्नी दुई आद्यार तीनि सुत होई निम्लोची दृष्टि जे कषण परीक्ष कहु तोते शुण द्वितीय पत्नी गर्भे जात होइले तार तीनि सुत सतजित सहस्राजित अयुत जित तीनि भ्रात बभ्रुजे देव वृद्ध सुत शुण हो ताहार चरित समीपे जेते गुणगुणी अधिके दूरे परिमाणी मनुष्य मध्ये बभ्रुश्रेष्ठ देवावृद्धक देव इष्ट एतुई पुरुषंक कूले जेते तरिले भव जले काहार बोले संख्या करी शुण मु कहे जेते पारी 665 पुण्य
ଅଧିକ 8 କୋଟି। 865 ପୁଣି ଅଧିକ 8 ଗୋଟି। ଘୋର ସଂସାରୁ ତରିଗଲେ ନିଶ୍ଚଳେ ମିଳିଲେ କୈବଲେ। ସାତତ୍ୱ ବଂଶେ ଉତ୍ପନ୍ନ ମହାଭୋଜ ତା ଅଟେ ନାମ। ଅତି ଧାର୍ମିକ ମହାଭୋଜ ଅକଳଙ୍କ କଲା ସରୋଜ। ଯେତେ ଉପୁଜିଲେ ତା ବଂଶେ ପ୍ରତ୍ୟକ୍ଷ ନାରାୟଣ ଅଂଶେ। ବୃଷ୍ଣିର ସୁମିତ୍ର ନନ୍ଦନ ଅପରେ ସୁଧାଜିତ ନାମ। ତାହାର ସନ୍ତତି ଯେ ସିନି ଅନମିତ୍ରକୁ ଘେନିବେନି। ଅନମିତ୍ରର ପୁତ୍ର ବିଘ୍ନ ତା ଅଂଶେ 2 ପୁତ୍ର ଜନ୍ମ। ପ୍ରସନ୍ନ ଶକ୍ରାଜିତ ନାମ ହୋଇଲେ ତାର ଗୁଣ ଧାମ। ହେ ନୃପ ଶୁଣ ମନ ଦେଇ ଏବେ ଶନିର ବଂଶ କହି। ସତ୍ୟକ ଶନିର ନନ୍ଦନ ତାର ଦନୟ ଯୁଯୁଧାନ। ଜୟ ତାହାର ଅଂଶେ ଜନ୍ମ ତାର ସନ୍ତତି ହୁଏ ପୁଣ। ଯୁଗନ୍ଧର ତାହାର ସୁତ ଏମାନେ ସିନି ବଂଶେ ଖ୍ୟାତ। ଅନମିତ୍ରର ବୃଷ୍ଣି ନାମ ଯେ ପୁତ୍ର ଥିଲା ଦିବ୍ୟମାନ। ଅନମିତ୍ରର ବୃଷ୍ଣି ନାମ ଯେ ପୁତ୍ର ଥିଲା ବିଦ୍ୟମାନ। ସଫଳ ଚିତ୍ର ରଥ ଜନ୍ମି ସଫଳ ନାରୀ ଯେ ଗନ୍ଧିନୀ। ତା ଗର୍ଭେ ଅକ୍ରୂର ସହିତ ଜନମ ହେଲେ ବୀର ସୁତ। ଅହି ବିନନ୍ତି ଗୁଣ ଧାମ ଶୁଣ ହୋ ତାହାଙ୍କର ନାମ। ଅସଙ୍ଗ ସାରମେୟ 2 ମୃଦୁର ମୃଦୁରୀ ଯେ ହୋଇ। ଗିରିଧର୍ମ ବୁଦ୍ଧି ସୁକର୍ମା ପ୍ରସନ୍ନ ଯାହାର ମହିମା। କ୍ଷେତ ପଦଭିମର୍ଦନ ଶତ୍ରୁଘ୍ନ ଗନ୍ଧମାଦ ନାମ। ପ୍ରତିବାହୁଏ ଏହା 12 ପରେ ଅକ୍ରୂର ବୃଷ୍ଣି ବଂଶ। ଆବର ଏକ କନ୍ୟା ଥିଲା ସୁଚାରା ନାମ ତାର ହେଲା। ଅକ୍ରୂର ପୁତ୍ର ଦେବବାନ ଅପର ଉପଦେଶ ନାମ। ଚିତ୍ରରଥର ବହୁ ସୁତ 3 ଭୁବନେ ହେଲେ ଖ୍ୟାତ। ପୃଥୁ ଯେ ବିଦୁରଥ ଆଦି ଏଣୁ ବୃଷ୍ଣି ବଂଶ ସମ୍ପାଦି। କୁକୁର ଶୁଚି ଭଜମାନ କମ୍ବଳ ବହିର୍ଷ ଏ ଜାଣ। ଏ 4 ଅନ୍ଧକର ସୁତ ବୃଷ୍ଣି ବଂଶ ନାମରେ ଖ୍ୟାତ। କୁକୁର ସୁତ ବହ୍ନି ନାମ ତାହାର ତନୟ ବିଲୋମ। କପୋତ ରୋମା ତାର ସୁତ ତା ପୁତ୍ର ଅନୁ ନାମେ ଖ୍ୟାତ। ତୁମ୍ବୁରୁ
ସଖା ତାର ଅନ୍ଧକ ଅନୁର କୁମାର ଦୁନ୍ଦୁଭି ଅନ୍ଧକର ସୁତ ଅବିଦ୍ୟା ତାହାର ଅପତ୍ୟ ଅବିଦ୍ୟା ଅଂଶେ ଉତପର୍ଣ୍ଣ ପୁନର୍ବସୁନା ମେ ସନ୍ତାନ ତାହାର କନ୍ୟା ପୁତ୍ର ହୋଏ ଆହୁକ ଆହୁଳି ବୋଲାଏ ଦେବକ ଉଗ୍ର ସେନ ଦୁଇ ଆହୁତ ତହୁଁ ଜାତ ହୋଇ ଦେବଙ୍କ ପୁତ୍ର ଚାରି ହୁଏ ନାମ ତାହାଙ୍କ ଶୁଣ ରାଏ ଦେବଯାନ ଯେ ଉପଦେବ ତୃତୀୟ ହୋଇଲା ସୁଦେବ ଦେବବର୍ଦ୍ଧନ ଯେ ଚତୁର୍ଥ ଏ ଚାରି ଦେବଙ୍କର ସୁତ ଏପରେ ସାତ କନ୍ୟା ତାର ନାମ ଯା ଶୁଣ ନୃପବର ପ୍ରଥମେ ଧୃତ ଦେବା ହେଲା ପରେ ଶାନ୍ତି ଦେବୀ ଜନ୍ମିଲା ଉପଦେବା ଶ୍ରୀ ଦେବା ବେନି ଦେବରକ୍ଷିତା କନ୍ୟା ଘେନି ସହଦେବା ଦେବକୀ ତୁଲେ ଏମନ୍ତ ସାତ କନ୍ୟା ହେଲେ ଦେବଙ୍କ ସାତ କନ୍ୟା ନେଇ ବସୁଦେବଙ୍କୁ ବିଭା ଦେଇ ଏବେ ହୋ ଶୁଣ ନରନାଥ ଉଗ୍ରସେନର ଯେତେ ସୁତ କଂସ ସୁନାସ ନ୍ୟାଗ୍ରୋଧକ କଙ୍କସଙ୍କୁଶୁ ବାଳକ ରାଷ୍ଟ୍ରପାକ ଧୃଷ୍ଟ ସହିତ ଦୃଷ୍ଟିମାନ ନାମ ଯେ କୁଶ କଂସ କଂସାବତୀ ଯେ କଙ୍କା ସରଭୁଜେ ରାଷ୍ଟ୍ରପତିକା ଉଗ୍ରସେନର କନ୍ୟା ଏତେ ଦେବ ଭାରିଜାଙ୍କ ସହିତେ ଏ କନ୍ୟା ଭରି ବେଦ ମତେ ବସୁଦେବ ଅନୁଜ ଯେତେ ବିବାହ କଲେ ସୁଧ ବେଳେ ଉଚିତ ଗ୍ରହ ଧର୍ମ କାଳେ ଚିତ୍ରରଥର ତହୁଁ ଜାତ ନାମ ତା ଅଟେ ବିଦୁରଥ ଶୁଣ ବିଦୁରଥ ନନ୍ଦନ ତାର ତନୟ ଭଜମାନ ସିନି ତାରହୁ ଏ ଆତ୍ମଜ ସିନିର ପୁତ୍ର ହେଲା ଭୋଜ ହୃଦିକ ଭୋଜ ବଂଶେ ଜନ୍ମି ତାହାର ହେଲେ ପୁତ୍ର ତିନି ଦେବମୀଢ଼ ପ୍ରଥମ ସୁତ ତାପରେ ଶତ ଧନୁଜାତ
ଦେବମୀଢ଼ର ସୁରସୁତ ହୃଦିକ ଅଂଶରୁ ସମ୍ଭୂତ କୃତବର୍ମା ତୃତୀୟ ସୁତ ତା ପତ୍ନୀ ମାରିଷା ବିଖ୍ୟାତ ସୂରଜେ ମାରିଷାର ଗର୍ଭେ 10 ସନ୍ତତି କଲା ଭାବେ ବସୁଦେବ ଦେବଭାଗକ ଦେବସ୍ରବସ ଯେ ଆନଙ୍କ ସଞ୍ଜୟ ଶ୍ୟାମଳ ଯେ କଙ୍କ ଶମିକ ବତ୍ସଳ ଯେ ବୃକ ବସୁଦେବର ଜନ୍ମ କାଳେ ବାଦ୍ୟ ଶୁଭିଲା ଅନ୍ତରାଳେ ସ୍ୱଭାବେ ଦେବଙ୍କ ଦୁଦୁମ୍ଭି ଦିଗ ଆକାଶ ପୁରେ ଶୁଭି ଏଣୁ ଏ ବିଷ୍ଣୁର ବିଧାନ ଆନଙ୍କ ଦୁଦୁମ୍ଭିତା ନାମ ପୁଣି ହୋଇଲେ କନ୍ୟା ପାଞ୍ଚ ସୁନ୍ଦରୀ ସ୍ୱରୂପ ସୁଯସଞ୍ଜ ପୃଥା ଯେ ଶ୍ରୁତ ଦେବାବେନି ଶ୍ରୁତ କୃତିକ ଘେନିତିନି ଶ୍ରୁତ ଶ୍ରବରାଜାଧିଦେବୀ ଶୁଭ ଏ ପାଞ୍ଚ ସୁତଲଭି ସୁରର ସଖା କୁନ୍ତ ଭୋଜ ତାହାର ନଥିଲା ଆତ୍ମଜ ଯେ ପୃଥୁ ସୁରର ଦୁହିତା କୁନ୍ତ ଭୋଜର ହେଲା ସୁତା ସେ କନ୍ୟା କୁନ୍ତ ଭୋଜ ଘରେ ସୁଖେ ବଢ଼ିଲା ନିରନ୍ତରେ ଦୁର୍ବାସା ମୁନି ଏକ ଦିନେ ମିଳିଲେ ରାଜା ସନ୍ନିଧାନେ ପୃଥା ତାହାଙ୍କୁ ସେବା କଲା ଦେବହୂତି ବିଦ୍ୟା ଲଭିଲା ବିଦ୍ୟାର ପରୀକ୍ଷା ନିମନ୍ତେ ସୂର୍ଯ୍ୟଙ୍କୁ ଚିନ୍ତିଲା ସେ ଚିତେ ସେ ସୂର୍ଯ୍ୟ ଦେବ ତତ୍କ୍ଷଣ ମିଳିଲେ ପୃଥା ସନ୍ନିଧାନ ଦେଖି ସେ ବିସ୍ମୟ ହୋଇଲା ବିନୟ ବଚନ କହିଲା ହେ ଦେବ ପରୀକ୍ଷା ନିମନ୍ତେ ତୁମ୍ଭକୁ ଚିନ୍ତିଲି ମୁଁ ଚିତେ ବିଦ୍ୟା ପ୍ରୟୋଗେ ହୋଇ ବଶ ତୁମ୍ଭେ ମିଳିଲ ମୋର ପାଶ ହେ ପ୍ରଭୁ କ୍ଷମା କର ଦୋଷ ମୁଁ ତୁମ୍ଭ ଚରଣର ଦାସ ମୋ ମନୋରଥ ହେଲା ପୂର୍ଣ୍ଣ ସ୍ୱସ୍ଥାନେ କରନ୍ତୁ ଗମନ ତା ବାକ୍ୟ ସୂର୍ଯ୍ୟ ତୋଷ ହୋଇ କହନ୍ତି କନ୍ୟା ମୁଖ ଚାହିଁ ହେ ପୃଥା ଶୁଣ ମୋ ବଚନ ବ୍ୟର୍ଥ ନ ହୁଏ ମୋ ଦର୍ଶନ
ତୋଠାରେ କରି ଗର୍ଭାଧାନ ଆମ୍ଭେ ଚଢ଼ିବୁ ନିଜ ସ୍ଥାନ। ଯୋନି ନୋହିବ ତୋର ଦୁଷ୍ଟ କୋଳରୁ ନୋହିବୁ ତୁ ଭ୍ରଷ୍ଟ। ଏମନ୍ତ କହି ଦୀନନାଥ ତାଠାରେ କଲେ ରେତପାତ। ତକ୍ଷଣେ ଜନ୍ମିଲା କୁମାର ତେଜେ ଦ୍ୱିତୀୟ ଦିବାକର। ପୃଥା ତାହାକୁ ବେଗେ ନେଲା ଜଳରେ ଭସାଇ ନ ଦେଲା। ତାପରେ ହୋଇଲା ଯାହା ଶୁଣ କହିବା ନୃପନାହା। ପଣ୍ଡୁ ଯେ ତୋର ପିତାମହ ପୃଥାକୁ କଲା ସେ ବିବାହ। କାରୁଷ ବୃଦ୍ଧ ଶ୍ରବା ନାମ ଶ୍ରୁତଦେବ କୁରୁର ସମ। ବିବାହ କରି ବେଦମତେ ତା ଗର୍ଭେ ଉପୁଜିଲା ସୂତେ। ତା ଦେଖି ଡରେ ରିପୁଲୋକ ତା ନାମ ହେଲା ଦନ୍ତବକ୍ର। କେକୟ ବଂଶେ ଧୃତକେତୁ ସେ ପୁଣି ନିଜ ବଂଶ ହେତୁ। ଶ୍ରୁତ କୀର୍ତ୍ତିକୁ ବିଭା କଲା ତା ପଞ୍ଚ ସୁତ ଉପୁଜିଲା। ତା ପୁତ୍ର ସନ୍ତର୍ଦ୍ଦନ ଆଦି ସ୍ୱଭାବେ ଶୁଣ ପଞ୍ଚନିଧି। ଅବନ୍ତସୁର ସେନାବଳା ରାଜାଧିଦେବୀ ବିଭା କଲା। ନାନା ତାହାର ଜୟସେନ ତା ଅଂଶେ ଦୁଇ ପୁତ୍ର ଜନ୍ମ। ବିନ୍ଦ ଯେ ଅନୁ ବିନ୍ଦ ଘେନି ବିନ୍ଦ ଯେ ଅନୁ ବିନ୍ଦ ବେନି। ରାଜାଧିଦେବୀ ତହୁଁ ଜନ୍ମି ଚେଦି ରାଜାର ଦମ ଘୋଷ। ଶ୍ରୁତ ଶ୍ରବାକୁ ବରିତୋଷ ତାହାର କୁମର ଶିଶୁପାଳ। ସେ ବୀର ତେଜେ ଅନର୍ଗଳ ତାହାର ଜନ୍ମ ତୋତେ ଭାବେ। ମୁଁ ପୁଣି କହିଅଛି ପୂର୍ବେ ଦେବ ଭାବୌର ସେ ଜନ୍ମି କଂସର ଗର୍ଭେ ପୁତ୍ର ବେନି। ପ୍ରଥମେ ଚିତ୍ତକେତୁ ଜାତ ଦ୍ୱିତୀୟେ ବୃହଦ୍ ବଳ ଖ୍ୟାତ। ଦେବସ୍ରବାର ବୀର୍ଯ୍ୟ ଜାତ କଂସାବତୀର ଦୁଇ ସୁତ। ସୁବୀର ଇଖୁମାନ ବେନି ଏମନ୍ତେ ଦୁଇ ପୁତ୍ର ଜନ୍ମି। କଙ୍କ ସେ ବଙ୍କ ଗର୍ଭେ ବକ ପ୍ରଥମେ ଜନ୍ମ ଲଭେ। ତାପରେ ସତ୍ୟଜିତ ଜନ୍ମି ପୁରୁଜିତକୁ ଘେନି ତିନି। ସଞ୍ଜୟ ରାଷ୍ଟ୍ରପାଳି ତହିଁ ବୃଷଧୂର୍ମସଣାଦି ହୋଇ। ଶୁଭ ଭୂମି ମାତୁର୍ଗର୍ଭରେ
ପିତାଶ୍ୟାମଳରସରେ ହରିକେଶ ଯେ ହିରଣ୍ୟାକ୍ଷ ଏ ଦୁହେଁ ଜନ୍ମିଲେ ପ୍ରତ୍ୟକ୍ଷ ମିଶ୍ରକେଶୀ ଅପ୍ସରା ଯୋଗେ ବତ୍ସଳ ତୁଲେ ସେ ସଂସର୍ଗେ ବୃକାଦି ପୁତ୍ର ହେଲେ ଜାତ ସେମାନେ ବତ୍ସକର ସୁତ ବୃକ ଦୁର୍ବାକ୍ଷର ମିଳନେ ଦକ୍ଷ ନାମରେ ପୁତ୍ର ଜନ୍ମେ ପୁଷ୍କର ମାଳ ଆଦି ପୁତ୍ର ବୃକ ଔରସେ ହେଲା ଜାତ ପୁଷ୍କର ମାଳ ଆଦି ପୁତ୍ର ବୃକ ଔରସେ ହେଲା ଜାତ ସମୀକ ପତି ସୌଦାମିନୀ ସୁମିତ୍ରା ତା ଗର୍ଭେ ଜନମୀ ଅର୍ଜୁନ ପାଳାଦି ତନୁଜେ ଜନ୍ମିଲେ ସମୀକର ବୀର୍ଯ୍ୟେ କର୍ଣ୍ଣିକା ଆନଙ୍କର ମେଳେ ଋତଧାମଙ୍କୁ ପ୍ରସବିଲେ ପୁଣି ଜୟନାମେ ନନ୍ଦନ ଆନଙ୍କ ଅଂଶେ ଉତ୍ତପର୍ଣ୍ଣ ପୌରବୀ ରୋହିଣୀର ତୁଲେ ଭଦ୍ରମଦିରା ଚାରି ହେଲେ ଚୌରନା ଇଳାର ସହିତେ ଦେବକୀ ଆଦି ନାରୀ ଯେତେ ବସୁଦେବର ନାରୀ ଗଣେ ପ୍ରଧାନ ଅଟନ୍ତି ଏମାନେ ରୋହିଣୀ ଗର୍ଭେ ବଳଦେବ ଗଦାସାରଣର ସମ୍ଭବ ଦୁର୍ମଦ ବିପୁଳ ସହିତ ଧ୍ରୁବକୃତାରି ହେଲେ ଜାତ ପୌରବୀ ଗର୍ଭରେ ସୁଭଦ୍ର ଭଦ୍ର ବାହୁ ଯେ ଦୁର୍ମଭଦ୍ର ଭୂତ ଆଦିବାର ନନ୍ଦନ ବସୁଦେବର ଅଂଶେ ଜନ୍ମ ନନ୍ଦ ଉପନନ୍ଦ ଏବେନି ଘୃତକ ସୁରାଦିଙ୍କୁ ଘେନି ବସୁଦେବର ଏ ସନ୍ତତି ମଦିରା ଗର୍ଭେ ଉତ୍ତପତି ଭଦ୍ରର ଉଦରେ ସମ୍ଭୂତ କେଶୀ ନାମରେ ଏକ ସୁତ ବସୁଦେବର ଔରସରେ ପୁଣି ସେ ରୋଚନା ଉଦରେ ହସ୍ତ ହେମାଗାଦି ସହିତେ ଜନ୍ମ ଲଭିଲେ ବହୁ ସୁତେ ଉରୁବଳ୍କାଦି ପୁତ୍ର ଶ୍ରେଷ୍ଠ ସେ ଯଦୁ ବଂଶରେ ଗରିଷ୍ଠ ସେମାନେ ଇଳା ଗର୍ଭେ ଜାତ ବସୁଦେବଙ୍କର ଅପତ୍ୟ ବିପୃଷ୍ଣ ନାମେ ଏକ ବଳା ଋତଦେବର ତହୁଁ ହେଲା ପ୍ରସମ ପୃଥକକୁ ଘେନି ଶାନ୍ତି ଦେବୀର ଗର୍ଭେ ଜନ୍ମି କଳ୍ପବର୍ଷାଦି 10 ସୁତ ଉପଦେବା ଗର୍ଭୁ ସମ୍ଭୂତ ବସୁଭଂଶ 2 ସହିତ ସୁର୍ବସାଦି 16 ଶ୍ରୀଦେବୀ ପତ୍ନୀ ପ୍ରସବିଲା ବସୁଦେବର ଏହି ବଳା ଗବାଦି ଏ ନବ ସନ୍ତାନ ଦେବରକ୍ଷିତା ଗର୍ଭେ ଜନ୍ମ ଅଷ୍ଟବସୁକୁ ପାଇ ସୁତ ଧର୍ମେ ଯେ ମନ୍ତେ ହୃଷ୍ଟଚିତ ସେ ରୂପେ ବସୁଦେବ ହୃଷ୍ଟ ହୋଇଲେ ପାଇ ପୁତ୍ର କଷ୍ଟ ଶ୍ରୁତଦେବାର ନାମେ ଖ୍ୟାତ
ସହଦେବର ଗର୍ଭଜାତ ଦେବକୀ ଗର୍ଭରେ ସମ୍ଭୂତ ବସୁଦେବଙ୍କ ଅଷ୍ଟସୂତ ପ୍ରଥମେ ହୋଇ କୀର୍ତ୍ତିମାନ ପରେ ସୁସେନ ଭଦ୍ରସେନ ରଜସ ମନ୍ଦନ ସହିତେ ଭଦ୍ରକୁ ଘେନି ଷଷ୍ଠ ସୁତେ ସପ୍ତମ ସୁତ ସଂକର୍ଷଣ ଅଷ୍ଟମେ ହରି ହେଲେ ଜନ୍ମ ଦେବକୀ ଗର୍ଭେ ଅଷ୍ଟସୂତ ବସୁଦେବଙ୍କ ତହୁଁ ଜାତ ପୁଣି ସେ କନ୍ୟାଏ ଜନ୍ମିଲା ସୁଭଦ୍ରା ନାମ ତାର ହେଲା ସେ ତୋର ଅଟେ ପିତାମହୀ ଏବେ ତୁ ଶୁଣ ନରସାଇଁ ଯେ କାଳେ ଧର୍ମ କ୍ଷୟ ହୁଏ ଅଧର୍ମ ହୁଅଇ ଉଦୟେ ସେ କାଳେ ପ୍ରଭୁ ଭଗବାନ ଆତ୍ମାଙ୍କୁ କରନ୍ତି ସୃଜନ ଏ ହରି ମାୟାର ନିୟତା ସଙ୍ଗ ସହିତ ସର୍ବକର୍ତ୍ତା ଏ ହରି ମାୟାର ନିୟନ୍ତା ସଙ୍ଗରହିତ ସର୍ବକର୍ତ୍ତା ସମସ୍ତ ପ୍ରାଣୀ ହୃଦଗତେ ସାକ୍ଷୀ ରୂପରେ ଥାଏ ନୃତ୍ୟେ ମାୟାରେ ଖେଳଇ ଜଗତେ ଜନ୍ମ କର୍ମାଦି ପ୍ରାଣୀ ହିତେ ତା ମାୟା ଚେଷ୍ଟା ଜୀବ ପକ୍ଷେ ଅନୁଗ୍ରହ ରୂପ ପ୍ରତ୍ୟକ୍ଷେ ସୃଷ୍ଟି ସ୍ଥିତି ଲୟ କାରଣ ଜୀବର ମୋକ୍ଷର ନିଦାନ ଅସଂଖ୍ୟ ଆଖୋହିଣୀ ପତି ଅସୁର ଜନ୍ମିଲେ ଏକ୍ଷିତି ରାଜ ଚିହ୍ନି କରି ଧାରଣ ପୃଥିବୀ କଲେ ଆକ୍ରମଣ ପୃଥିବୀ ଭାରାକ୍ରାନ୍ତ ହୋଇ ଧାରଣେ ସମର୍ଥ ନୁହଇ ଭାରାହରଣ ଅର୍ଥେ ହରି ଜଗତେ ନାନା ରୂପ ଧରି ହେ ନୃପ ଶୁଣ ଏକ ଚିତେ ସେ ହରି ମହିମା ଯେମନ୍ତେ ନିଜ ଇଚ୍ଛାରେ ଅବତରି ଅସୁର ଗଣଙ୍କୁ ସଂହାରି ଦେବେ ନ ପାନ୍ତି ଯାର ଅନ୍ତ ତାର ମାୟାରେ ହୋଇ ଭ୍ରାନ୍ତ ସେ ସଂକର୍ଷଣର ସହିତେ ଲୀଳାରେ ବିହରେ ଜଗତେ ଯଦ୍ୟପି ସର୍ବଶକ୍ତିମାନ ଅଟଇ ଶ୍ରୀ ମଧୁସୂଦନ ସଂକଳ୍ପ ମାତ୍ରେ ସୁଭୂମି ଭାର ହରଣେ ସମର୍ଥ ତାହାର ତଥାପି ଭକ୍ତଙ୍କର ହିତେ ତା ଅବତାର ଏ ଜଗତେ କଳି ଯୁଗରେ ଭକ୍ତ ଯେତେ ତାହାଙ୍କ ଅନୁଗ୍ରହ ଅର୍ଥେ ପବିତ୍ର ଯଶ କର୍ମମାନ ବିସ୍ତାର କଲେ ଭଗବାନ ଯଶ ସ୍ମରଣେ ତମ ଧ୍ୱଂସ ସକଳ ଶୋକ ହୁଏ ନାଶ ଶ୍ରେଷ୍ଠ ପବିତ୍ର ତୀର୍ଥବ୍ରତ ସାଧୁ ଜନଙ୍କ କର୍ଣ୍ଣାମୃତ ସ୍ରୋତ ଅଞ୍ଜଳି ପଥେ ପାନ କରେ ଯେ ଏକ ବାର ଜନ୍ମ
कर्म बासना क्षय दक्ष से नर हुई प्रत्यक्ष से हेतु भोज वृष्णि जेते अंधक मधुर सहिते सुर से नंदर्शाह आदि कुरु संचय जे प्रसिद्धि आबर पण्डु वंश जेते गान करन्ति जस नृत्ये तार चरित हृदे चिन्ति स्वच्छन्दे सुखे विहरन्ति से प्रभु देव भगवान ताहांकु हुए सुप्रसन्न स्निग्ध मधुर मदहासे उदार वचन विलासे दशम विक्रम लीलारे सर्वांग सुंदर शरीरे ताहांकु करी आनंदित सेमाने मायारे मोहित कर्णरे मकर कुंडल सुंदर कपोल जुगल विलास हासे मुख शोभा कियो बा पटांतर देवा नृत्य ताहार मुख देखी से नर नारी हेले सुखी तथापि सेमानंक नेत्र कदापि नोहे परितृप्त भुवन मोहन सुंदर रूप ताहांक मनोहर निमिष मात्र न देखिले दुखित हुअन्ति विकले निमिष कर्ता निमि प्रति कोपे से अपेक्षा करन्ति हे नृप शुण तो सचिते अद्भुत कर्म तार जेते हे नृप शुण तो सचिते अद्भुत कर्म तार जेते से कृष्ण निज रूप घेनी वसुदेवर गृहे जन्मी ब्रजकु कले से गमन सेठारे रही किछि दिन ताहांकु पाई ब्रजबासी सुखे बंचन्ति दिवानिशी कले जे कार्य अद्भुत रिपु पक्षंकु कले हत गोपबासींक प्रयोजन समस्त कले से साधन से वसुदेव घरे हरि जन्मिले नर देह धरी उधरी धरणीर भार जे रूप देखी देवासुर पशु मनीष आदि जेते शरीर धरिण जगते कीट पतंग आदि करी जे रूपे देखी गले तरी तार महिमा केबा कही पारिब नर देह बही बोलई विप्र जगन्नाथ नवमे वंशानुचरित सुजन जने हासुणी भक्ति हृदे परिमाणी ए भव जलु चरी जीव ଯାହା ନ ଲଭେ ବ୍ରହ୍ମା ଶିବ ସେ ହରି ଚରିତ ସୁମର ତାଙ୍କ ଚରଣରେ କିଙ୍କର। इति श्रीमद्भागवते महापुराणे पारमहंस्यां संहितायां 82 स्कन्धे वंशानुचरित नाम 24 अध्याय।
विमंसा पीरणे भंगो मुनेरपि मतिभ्रमः यदि सुधम सुधम वा मम दोष न विद्यते। ओम नमो भगवते वासुदेवाय।